ପିଲାମାନେ ଆପଣମାନେ ଅନେକ ପ୍ରକାର ପରୀକ୍ଷା ଦେଉଥିବେ ସେ ପରୀକ୍ଷାରେ ସବୁ ବିପରୀତ ଶବ୍ଦ ଆସେ ଯାହାର ଉତ୍ତର କ'ଣ ଆମେ ସେଇ ଡାଉଟ୍ରେ ପଡ଼ିଯାଉ। ତେବେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ସମସ୍ତ ଅକ୍ଷରର ବିପରୀତ ଶବ୍ଦ। ଆଜି ଆଉ ଇ ଅକ୍ଷର ବିପରୀତ ଶବ୍ଦକୁ ଜାଣିବା। ତା ପୂର୍ବରୁ ଏହା ଉପଯୋଗୀ ମନେ କଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଆଜି ଆ ଅକ୍ଷରର ଆଲୋଚନା କରିବା। ଆସନ୍ତୁ ଆ ଅକ୍ଷର ଏ ଦେଖନ୍ତୁ ଅଛି ଆକର୍ଷଣ, ଆକର୍ଷଣ ବିକର୍ଷଣ। ଆକାଶ ହେଇଛି ପାତାଳ, ଆକାଂକ୍ଷା, ଆକାଂକ୍ଷା ଦେଖନ୍ତୁ ଏଠି ହେଇଛି ନିସ୍ପୃହା। ଏପଟେ ଦେଖନ୍ତୁ ଆଦାୟ ବାକି, ଆକୁଞ୍ଚନ ପ୍ରସାରଣ, ଆକୁଞ୍ଚନ ହେଇଛି ପ୍ରସାରଣ। ଆଦି ଅନ୍ତ, ଆକୃଷ୍ଟ ତାପରେ ହେଇଛି ଆକୃଷ୍ଟ ବିପ୍ରକୃଷ୍ଟ, ଆକୃଷ୍ଟ ହେଇଛି ବିପ୍ରକୃଷ୍ଟ। ଆଦିମ ହେଇଛି ଅନ୍ତିମ, ଆଗ ପଛ। ତାପରେ ଏଠି ଆଦିମ ପ୍ରୟୋଗ ସୂକ୍ଷ୍ମ ପ୍ରୟୋଗ, ଗୋଟେ ଶବ୍ଦ ହେଇଛି ଆଦିମ ପ୍ରୟୋଗ, ତାକୁ ହେଇଛି ସୂକ୍ଷ୍ମ ପ୍ରୟୋଗ। ଏଇଟା ଆଗତ ହେଇଛି ଅନାଗତ, ତାକୁ ବିଗତ ବି ହେଇପାରିବ, ଆଗତ ଅନାଗତ ବିଗତ ହେଇପାରିବ। ଆଦୃତ ହେଇଛି ଉପେକ୍ଷିତ ବା ଘୃଣିତ, ଉପେକ୍ଷିତ ହେଇପାରିବ, ଘୃଣିତ ହେଇପାରିବ। ଦେଖନ୍ତୁ ତାପରେ ଶବ୍ଦ ଅଛି ଆଗତୁରା, ହେଇଛି ପିଛିଲା, ଆଗତୁରା ହେଇଛି ପିଛିଲା। ଆଦ୍ୟ ହେଇଛି ପ୍ରାନ୍ତ, ଆଗମ ନିଗମ, ଆଦୌ ପ୍ରାନ୍ତେ, ଆଦୌ ଯେଟା କହନ୍ତି ଆଦୌ ପ୍ରାନ୍ତେ। ତାପରେ ଆଗମନ ପ୍ରତିଗମନ, ଆଧାର ନିରାଧାର, ଆଧାର ହେଇଛି ନିରାଧାର। ଆଗାମୀ ଅତୀତ, ଆଧିପତ୍ୟ ହେଇଛି ଆଧିନ୍ୟ। ତାପରେ ଶବ୍ଦ ଅଛି ଆଚାର, ଆଚାର ହେଇଛି ଅନାଚାର, ଆନତ ହେଇଛି ଉନ୍ନତ, ଆଚ୍ଛା ଯେଟା ହେଇଛି ଖରାପ। ଦେଖନ୍ତୁ ଗୋଟେ ଶବ୍ଦ ଆଚ୍ଛା ହେଇଛି ଖରାପ। ଆନୟନ ଅପନୟନ, ତାପରେ ଆଚ୍ଛାଦନ ହେଇଛି ଅପନଦନ, ଆନିତ ଅପନୀତ। ତାପରେ ଶବ୍ଦ ଗୁଡ଼ିକୁ ଦେଖିବା। ହେଇଛି ଶବ୍ଦ ଦେଇଛି ଆଚ୍ଛାଦିତ, ଆଚ୍ଛାଦିତ କ'ଣ ହେଇଛି ଉନ୍ମୋଚିତ, ଆନୁକୂଲ୍ୟ ପ୍ରତିକୂଲ୍ୟ। ତାପରେ ଅଛି ଆଜି ହେଇଛି କାଲି, ଆନୁମାନିକ ନିଶ୍ଚିତ, ଆତୁର ନିଶ୍ଚିନ୍ତ, ଆପଣା ପର, ଆତ୍ମଗ୍ଲାନି ଆତ୍ମପ୍ରସାଦ। ଆବଶ୍ୟକ ଅନାବଶ୍ୟକ ହେଇଛି ଆତ୍ମୀୟ ବିଦ୍ୱେଷୀ, ଆବାଦୀ ହେଇଛି ଅନାବାଦୀ, ଆଦର ଅନାଦର, ଆବାହନ ବିସର୍ଜନ। ତାପରେ ଦେଖନ୍ତୁ ଆଦରଣୀୟ ଦେଇଛି, ଆଦରଣୀୟ ହେଇଛି ଘୃଣ୍ୟ। ଆବିଦ ସ୍ୱଚ୍ଛ, ଆମେ ଅନେକ ଆବିଦ ଅନାବିଦ ଏମିତି ଲେଖିଦେଉ, କିନ୍ତୁ ଆବିଦ ହେବ ସ୍ୱଚ୍ଛ। ଆଦାନ ହେଇଛି ପ୍ରଦାନ, ଆବିର୍ଭାବ ତିରୋଭାବ। ପରବର୍ତ୍ତୀ ଶବ୍ଦକୁ ଦେଖିବା। ଦେଖନ୍ତୁ ଦେଇଛି ଆବିର୍ଭୂତ, ଆବିର୍ଭୂତ ହେଇଛି ତିରୋହିତ, ଆଲୁଅ ହେଇଛି ଅନ୍ଧାର। ତାପରେ ଦେଇଛି ଆବିଷ୍କୃତ ହେଇଛି ଉଦ୍ଭାବିତ, ଆଲୋକ ହେଇଛି ଅନ୍ଧକାର, ଆବିଷ୍ଟ ଅନାବିଷ୍ଟ, ଆଶା ହେଇଛି ନିରାଶା, ଆବେଶ ଅନାବେଶ, ଆଶାୟୀ ନିରାଶ। ଆବୃତ ଉନ୍ମୁକ୍ତ, ଆଶୀର୍ବାଦ ଦେଖନ୍ତୁ ଆଶୀର୍ବାଦ ହେଇଛି ଅଭିଶାପ, ଆମଦାନୀ ହେଇଛି ରପ୍ତାନି, ଆଶ୍ୱାସନା ହେଇଛି ଉଦ୍ବେଦନା। ତାପରେ ଶବ୍ଦ ଅଛି ଆମିଷ ନିରାମିଷ, ଆଶ୍ରୟ ହେଇଛି ନିରାଶ୍ରୟ। ତାପରେ ଦେଖନ୍ତୁ ଆମିଷ ନିରାମିଷ, ଆଶ୍ରୟ ନିରାଶ୍ରୟ ଯାଇଛି। ତାପରେ ହେଇଛି ଆୟ, ଆୟ ହେଇଛି ବ୍ୟୟ, ଆଶ୍ରିତ ହେଇଛି ନିରାଶ୍ରିତ, ଆୟତ୍ତ ଅଣାୟତ୍ତ, ଆସକ୍ତ ହେଇଛି ବିରକ୍ତ। ତାପରେ ଆୟାସ ଅନାୟାସ, ଆୟାସ ଅନାୟାସ, ଆସନ୍ତାକାଲି ଗତକାଲି। କହିଲେ କି ଦେଖନ୍ତୁ ଏଟା ଆସନ୍ତାକାଲି ହେଇଛି ଗତକାଲି ହେଇଛି। ତାପରେ ଏଠି ଦେଇଛି ଆସ୍ତିକ ନାସ୍ତିକ, ଏଇଟା ଆସ୍ତିକ ଆଉ ନାସ୍ତିକ ଦେଇଛି।
ଆର୍ଯ୍ୟ ଅନାର୍ଯ୍ୟ, ଆସ୍ଥା ହେଇଛି ଅନାସ୍ଥା, ଆରବ୍ଧ ସମାପ୍ତ, ଆହତ ହେଇଛି ଅନାହତ, ଆରମ୍ଭ ହେଇଛି ଶେଷ, ଆହାର ହେଇଛି ଅନାହାର। ଆରାମ ବେରାମ, ଆହାରି ନିରାହାର, ଆହାରିର ନିରାହାର ହେଇଛି। ଆରୋପଣ ଉତ୍ପାଟନ, ଆରୋପଣ ହେଇଛି ଉତ୍ପାଟନ। ଦେଖନ୍ତୁ ଆରୋପଣ ହେଲା ଉତ୍ପାଟନ, ଆହୁତ ହେଇଛି ଅନାହୁତ, ଆହୁତ ଅନାହୁତ, ଆରୋହ ଅବରୋହ, ଆହ୍ଲାଦ ହେଇଛି ବିଷାଦ, ଆରୋହଣ ଅବରୋହଣ, ଆରୋହୀ ଅବରୋହୀ, ଆଳସ୍ୟ ପରିଶ୍ରମୀ। ତାପରେ ଆଳାପ ଅଛି ପ୍ରଳାପ ଅଛି, ହେଇଛି ପ୍ରଳାପ। ଏ ଥିଲା ଆ ଆଖିର ଅନେକ ଉପଯୋଗୀ ଶବ୍ଦ, ଆବଶ୍ୟକ ଶବ୍ଦ, ଯାହାର ବିପରୀତ ଶବ୍ଦକୁ କହିଲି। ଆପଣମାନେ ଲେଖିପାରିବେ ମଧ୍ୟ ନିଜ ଖାତାରେ। ଆସନ୍ତୁ ଏବେ ଇ ଅକ୍ଷରର କେତେକ ଶବ୍ଦକୁ ଜାଣିବା। ଇ ଅକ୍ଷର ଦେଖନ୍ତୁ ହେଇଛି ପ୍ରଥମେ ଇଚ୍ଛା, ଇଚ୍ଛା ହେଇଛି ଅନିଚ୍ଛା, ତାପରେ ଇଚ୍ଛୁକ ହେଇଛି ଅନିଚ୍ଛୁକ, ଇଚ୍ଛୁକ ହେଇଛି ଅନିଚ୍ଛୁକ। ବର୍ତ୍ତମାନ ଦେଖନ୍ତୁ ଆଉ ଗୋଟେ ଶବ୍ଦ ଇତିହାସ, ଇତିହାସ ହେଲା ଉପନ୍ୟାସ। ଇଷ୍ଟ ଯେଉଁଟାକୁ ଅନିଷ୍ଟ କହନ୍ତି, ଇହକାଳ ହେଲା ପରକାଳ, ଇହଲୋକ ପରଲୋକ। ତେବେ ଆଜି ପାଇଁ ଏତିକି।